ଏହି କାହାଣୀକୁ ବୁଝିବା ପାଇଁ ଏହାର ପୂର୍ବ ଅଧ୍ୟାୟକୁ ଶୁଣିବାକୁ ମୋର ଅନୁରୋଧ, ଯାହାର ଲିଙ୍କ୍ ମୁଁ ଏହି ଭିଡ଼ିଓର ଡିସ୍କ୍ରିପ୍ସନ୍ ଏବଂ ଆଇ ବଟନରେ ଦେଇ ରଖିଛି। ତୁଷାର ଯେତେବେଳେ ନିଜ ଆଖି ଖୋଲେ ସେ ଦେଖେ ଯେ ସେ ମେଡ଼ିକାଲରେ ଅଛି। ତୁଷାରର ମୁଣ୍ଡ ଆଉ କାନ୍ଧରେ ଆଘାତ ଲାଗିଛି ଆଉ ତୁଷାର ସାମ୍ନାରେ ମେଡ଼ିକାଲରେ ତୁଷାରର ସାଙ୍ଗ ଅଛି ଆଉ ତା ସାଙ୍ଗରେ ସେ ଟ୍ରକ୍ ଡ୍ରାଇଭର। ତୁଷାର ଉଠିକି କହେ, ମୁଁ ଏ ହସ୍ପିଟାଲକୁ କେମିତି ଆସିଲି? ସାଙ୍ଗ ତୁ ମୋତେ ଏଠିକି ଆଣିଛୁ ନା? ଓହ କି କଷ୍ଟ ହେଉଛି ମୋତେ। ସାଙ୍ଗ ଏ ଲୋକ ଏ ଟ୍ରକ୍ ଡ୍ରାଇଭର ମୋତେ ମାରି ଏମିତି କରିଛି। ତୁ ଆସିଗଲୁ ସାଙ୍ଗ, ନହେଲେ ମୁଁ ମରିଯାଇଥାନ୍ତେ। ହେ ଭଗବାନ, ମୋ ସାଙ୍ଗ ମୋ ପାଖରେ ଅଛି, ମୋର ଆଉ କିଛି ହେବ ନାହିଁ। ଏହି ସମୟରେ ତୁଷାରର ସାଙ୍ଗ କୁହେ, ତୁଷାର ଟିକେ ତୁ ମୋ କଥା ଶୁଣ। ତୁଷାର କହିଲା, ସାଙ୍ଗ ତୁ ଦେଖ, ଏଇ ଟ୍ରକ୍ ଡ୍ରାଇଭର ଯେ ଛିଡ଼ା ହୋଇଛି ନା, ସେ ମୋତେ ମାରି ମୋର ଏମିତି ଅବସ୍ଥା କରିଛି। ହେଲେ ମୋର ଯେତିକି ମନେ ଅଛି ସେ ମୋ ମୁଣ୍ଡକୁ ମାରିଥିଲା, ହେଲେ ମୋ କାନ୍ଧରେ କେମିତି ଆଘାତ ଲାଗିଲା। ଏହି ସମୟରେ ତୁଷାରର ସାଙ୍ଗ କହିଲା, ତୁ ଟିକେ ମୋ କଥା ଶୁଣ, ଏମିତି ବ୍ୟସ୍ତ ହୁଅନି, ତୋର ଆଉ କିଛି ହେବନି, ତୁ ପୁରା ସୁରକ୍ଷିତ ଅଛୁ। ତୁଷାର କହିଲା, ଆରେ ତୁ ବୁଝୁନୁ କ'ଣ ପାଇଁ ଏ ଲୋକ ମୋତେ ମାରିବା ପାଇଁ ଚେଷ୍ଟା କରୁଥିଲା? ସେତେବେଳେ ମୁଁ ସେଇ କଥା ବୁଝେଇବାକୁ ଚେଷ୍ଟା କରୁଛି, ତୁ ବୁଝୁନୁ କାହିଁକି? ତୁଷାରର ସାଙ୍ଗ କହିଲା, ତୁ ଯାହାକୁ କହୁଛୁ ଯେ ସେ ତୋତେ ମାରିବା ପାଇଁ ଚେଷ୍ଟା କରୁଥିଲେ, ସେ ହିଁ ତୋ ଜୀବନ ବଞ୍ଚାଇଛନ୍ତି। ତୁଷାର କହିଲା, ମାନେ? ତୁଷାରର ସାଙ୍ଗ କହିଲା, ତୋ ଫୋନ୍ରୁ ମୋତେ କଲ୍ ଆସିବା ପରେ ମୁଁ ଏଠି ଆସି ଦେଖେ ତ ତୁ ଏଠାରେ ବେହୋସ ହୋଇ ରହିଛୁ ଆଉ ଏ ଡ୍ରାଇଭର ଭାଇ ତାଙ୍କ ଦେହରୁ ତୋତେ ରକ୍ତ ଦେଉଥିଲେ। ସେ ତୋତେ ରକ୍ତ ଦେଇ ତୋ ଜୀବନ ରକ୍ଷା କରିଛନ୍ତି ଆଉ ତୁ ଭାବୁଛୁ ଏ ଲୋକ ତୋତେ ମାରିବା ପାଇଁ ଚେଷ୍ଟା କରୁଥିଲା। ନାଇଁ ସାଙ୍ଗ, ଏ ଡ୍ରାଇଭର ଭାଇ ତୋ ଜୀବନ ରକ୍ଷା କରିଛନ୍ତି। ସେ ହିଁ ମୋତେ ଡାକିଲେ ଆଉ ମୁଁ ଆସିଲି। ମୁଁ କିଛି କରିନି, ସେ ହିଁ ମୋତେ ଡାକିଲେ, ମୁଁ ଆସିଲି। ମୁଁ କିଛି କରିନି, ଯାହା କରିଛନ୍ତି ଏଇ ଭାଇ କରିଛନ୍ତି। ଏହି ସମୟରେ ଡକ୍ଟର କହିଲେ, ଆପଣଙ୍କୁ ଏ ସାର୍ ନିଜ କାନ୍ଧରେ ଉଠାଇ ଧରି ମେଡ଼ିକାଲକୁ ନେଇ ଆସିଥିଲେ। ସେତେବେଳେ ଆପଣଙ୍କ କାନ୍ଧରୁ ଅଧା ମାଂସ ନଥିଲା, ସେଥିରୁ ରକ୍ତ ବୋହି ଯାଉଥିଲା ଆଉ ଆପଣଙ୍କ ମୁଣ୍ଡ ଫାଟି ରକ୍ତ ବାହାରୁଥିଲା। ଆପଣଙ୍କର ରକ୍ତ ଦରକାର ଥିଲା ଠିକ୍ ହେବା ପାଇଁ। ସେତେବେଳେ ଏଇ ଡ୍ରାଇଭର ଭାଇ ଆପଣଙ୍କୁ ରକ୍ତ ଦେଇଥିଲେ। ତୁଷାର କହିଲା, ଓହ ମୋ ମୁଣ୍ଡ କିଛି କାମ ଦେଉନି, କ'ଣ ସବୁ ହେଉଛି, କ'ଣ ସବୁ କହୁଛ? ଆରେ ଭାଇ ତୁମେ କିଏ ମୁଁ ଜାଣିନି, ତୁମେ କ'ଣ ପାଇଁ ମୋତେ ସେ ଲୁହା ହାତୁଡ଼ିରେ ମାରିଲ? କ'ଣ ପାଇଁ ମୋତେ ଏ ହସ୍ପିଟାଲକୁ ନେଇ ଆସିଲ ଆଉ ମୋତେ ରକ୍ତ ଦେଇ ବଞ୍ଚାଇଲ? କୁହ ମୋତେ। ଟ୍ରକ୍ ଡ୍ରାଇଭର କୁହେ, ଭାଇ ତୁମେ କିଏ ମୁଁ ଜାଣିନି। ତୁମେ ଠିକ୍ କହିଲ, ସେଦିନ ରୋଡ଼ ଉପରେ ମୁଁ ତୁମ ଉପରେ ଆକ୍ରମଣ କରିଥିଲି, ହେଲେ ତୁମକୁ ମାରିବା ପାଇଁ ନୁହେଁ। ସେଦିନ ରାତିରେ ତୁମ ଉପରେ ଆକ୍ରମଣ କରିବାର ଉଦ୍ଦେଶ୍ୟ ତୁମ ଜୀବନ ରକ୍ଷା କରିବାର ଥିଲା। ତୁଷାର କହିଲା, ମାନେ? ଡ୍ରାଇଭର କୁହେ, ତୁମ ଜୀବନ ବଞ୍ଚାଇବା ପାଇଁ ତୁମ ଉପରେ ଆକ୍ରମଣ କରିଥିଲେ। ଟ୍ରକ୍ ଡ୍ରାଇଭର କୁହେ, ଶୁଣ କ'ଣ ହୋଇଥିଲା ସେ ରାତିରେ? ତୁଷାର ସେହି ସମୟରେ କୁହେ, ସେ ଝିଅ କୁଆଡ଼େ ଗଲା? ତୁମେ ତା ସହିତ କ'ଣ କରିଲ କୁହ? ଏହି ସମୟରେ ଡ୍ରାଇଭର କୁହେ, ସେ ଝିଅ କଥା ପଚାରୁଛୁ ଯେ, ହେଲେ ତୁମର କାନ୍ଧ ମାଂସ କୁଆଡ଼େ ଗଲା? ମୁଁ କ'ଣ ତାକୁ ଖାଇଦେଲି? ଏହି ସମୟରେ ତୁଷାରର ସାଙ୍ଗ କୁହେ, ଆରେ ତାଙ୍କଠୁ ଶୁଣ ସେ ରାତିରେ କ'ଣ ହୋଇଥିଲା। ଟ୍ରକ୍ ଡ୍ରାଇଭର କୁହେ, କାଲି ରାତିରେ ମୁଁ ମୋ ଟ୍ରକ୍ ନେଇ ସେହି ରାସ୍ତାରେ ଆସୁଥାଏ। ସେହି ରାସ୍ତାଟି ମୋ ସବୁଦିନର ଯିବା ଆସିବାର ଆଉ ସେ ରାସ୍ତା ବିଷୟରେ ମୁଁ ଭଲ ଭାବରେ ଜାଣେ ଆଉ ମୋ ସୁରକ୍ଷା ପାଇଁ ସେ ଲୁହା ହାତୁଡ଼ି ମୋ ପାଖରେ ସବୁବେଳେ ରଖେ। ଆଉ କାଲି ରାତିରେ ମଧ୍ୟ ମୁଁ ସେହି ରାସ୍ତା ଦେଇ ଆସୁଥିଲି ଆଉ ଏ ପିଲା ତୁଷାର ବି ତା'ର ଶିକାର ହେବାକୁ ଯାଉଥିଲା ଆଉ ମୁଁ ତାକୁ ବଞ୍ଚାଇବା ପାଇଁ ତାକୁ ଆକ୍ରମଣ କଲି। ତାକୁ ରହିବା ପାଇଁ ବାର ବାର କହିଲେ, ଗାଡ଼ି ରଖ, ଗାଡ଼ି ରଖ, ହେଲେ ସେ ମୋ କଥା ଶୁଣିଲା ନାହିଁ। ସେମିତି ବାଇକ୍ ଚଲାଉଥାଏ। ମୁଁ ବାଧ୍ୟ ହେଲି ତାକୁ ଅଟକାଇବାକୁ, ସେଥିପାଇଁ ତାକୁ ମୋ ହାତୁଡ଼ିରେ ପିଟି ଦେଲି ଆଉ ସେ ବେହୋସ ହେବା ପରେ ମୁଁ ତାକୁ ନେଇ ଆସିଲି ହସ୍ପିଟାଲକୁ। ଏହି ସମୟରେ ତୁଷାର ସାଙ୍ଗ କୁହେ, ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ମୋ ସାଙ୍ଗର ଜୀବନ ରକ୍ଷା କରିଲେ। ହେଲେ ଆଜ୍ଞା ଆପଣଙ୍କୁ ଗୋଟିଏ ପ୍ରଶ୍ନ, ଆପଣ ନିଜ ହାତରେ ଉଠାଇ ମୋ ସାଙ୍ଗକୁ ହସ୍ପିଟାଲକୁ ନେଇ ଆସିଲେ ଆଉ ନିଜ ରକ୍ତ ବି ଦେଲେ,
ହେଲେ ତା ଉପରେ ଆକ୍ରମଣ କରିଲେ ତାକୁ ବଞ୍ଚାଇବା ପାଇଁ। ମାନେ କିଛି ବୁଝିପାରିଲିନି ମୁଁ। କେଉଁ ଝିଅ? କିଏ ସେ? ମୋ ସାଙ୍ଗର ତ କୌଣସି ଝିଅ ସହିତ ସମ୍ପର୍କ ନାହିଁ। ଆପଣ କ'ଣ କହୁଛନ୍ତି ମୁଁ କିଛି ବୁଝିପାରୁନି। ଏହି ସମୟରେ ତୁଷାର କୁହେ, ଆରେ ସାଙ୍ଗ, ମୁଁ ଫୁଡ୍ ଡେଲିଭରି କରି ଆସୁ ଆସୁ ସେହି ସମୟରେ ଗୋଟିଏ ଝିଅ ସେହି ରାସ୍ତାରେ ମୁହଁ ଘୋଡ଼ାଇ ଛିଡ଼ା ହୋଇଥିଲା। ସେ କହିଲା ସେ ଗୋଟିଏ ଗରିବ ଝିଅ, ତା ଦେହ ବହୁତ ଖରାପ ଅଛି, ହେଲେ ତା ପାଖରେ କିଛି ଟଙ୍କା ନାହିଁ ମେଡ଼ିକାଲ ଯିବା ପାଇଁ। ସେହି ସମୟରେ ତୁଷାର କୁହେ, ଆରେ ସାଙ୍ଗ, ମୁଁ ଫୁଡ୍ ଡେଲିଭରି କରି ଆସୁଥାଏ। ସେହି ସମୟରେ ଦେଖିଲି ଗୋଟିଏ ଝିଅ ରାସ୍ତା କଡ଼ରେ ମୁହଁ ଘୋଡ଼ାଇ ଛିଡ଼ା ହୋଇଥିଲା। ସେ କହିଲା ସେ ଗୋଟିଏ ଗରିବ ଘର ଝିଅ, ତା ଦେହ ବହୁତ ଖରାପ, ହେଲେ ତା ପାଖରେ କିଛି ଟଙ୍କା ନାହିଁ ମେଡ଼ିକାଲ ଯିବା ପାଇଁ। ଆଉ ସେ ଅନାଥ। ପିଲାଦିନରୁ ତା ମୁହଁରେ ତେଲ ପଡ଼ି ତା ମୁହଁ ପୋଡ଼ିଯିବାରୁ ସେ ମୁହଁ ଲୁଚାଇ ରଖିଛି। ସେ କହିଲା ମୋତେ ଟିକେ ସାହାଯ୍ୟ କର, ମୋତେ ନେଇ ଟିକେ ବାଇକ୍ରେ ବସାଇ ମେଡ଼ିକାଲରେ ଛାଡ଼ି ଦେଇ ଆସ। ମୁଁ ଭାବିଲି ନିରୀହ ଝିଅଟାକୁ ସାହାଯ୍ୟ କରିବି। ଭଉଣୀ ଭାବେ ବାଇକ୍ରେ ବସାଇ ମେଡ଼ିକାଲକୁ ନେଇ ଆସିଲା ବେଳେ ଏ ଟ୍ରକ୍ ଡ୍ରାଇଭର ମୋତେ ଗାଡ଼ି ରଖିବା ପାଇଁ କହିଲେ। ମୁଁ ଗାଡ଼ି ନ ରଖିବାରୁ ସେ ମୋତେ ଆସି ହାତୁଡ଼ିରେ ପିଟି ଦେଲେ। ତାପରେ ମୋ ମୁଣ୍ଡ କ'ଣ ହୋଇଗଲା, ଆଉ ମୋ ଆଖି ବନ୍ଦ ହେବାକୁ ଲାଗିଲା। ତାପରେ ଜଣା ନାହିଁ ସେ ଝିଅ କୁଆଡ଼େ ଗଲା, ମୁଁ ଏ ହସ୍ପିଟାଲକୁ କେମିତି ଆସିଲି। ଏହି ସମୟରେ ଡ୍ରାଇଭର କହେ, ତୁମେ ଯାହାକୁ ଗୋଟିଏ ନିରୀହ ସରଳ ଗରିବ ଅନାଥ ଝିଅ ବୋଲି ଭାବୁଛ ଆଉ ତାକୁ ସାହାଯ୍ୟ କରିଲ, ସେ ସେଇଆ ନୁହେଁ, ସେ ଗୋଟିଏ ଡାହାଣୀ। ସେଦିନ ସେ ଡ୍ରାଇଭର ଦେଖେ ତୁଷାର ଯାହାକୁ ନିଜ ପଛରେ ବାଇକ୍ରେ ବସାଇ ନେଇ ଆସୁଛି, ସେ ଡାହାଣୀ ତୁଷାରର କାନ୍ଧକୁ କାମୁଡ଼ି ତାର ରକ୍ତ ଆଉ ମାଂସ ଖାଉଛି। ଟ୍ରକ୍ ଡ୍ରାଇଭର ତୁଷାରକୁ ବଞ୍ଚାଇବା ପାଇଁ ଚେଷ୍ଟା କରେ। ଟ୍ରକ୍ରେ ରହି ତାକୁ ଡାକେ। ଟ୍ରକ୍ ଡ୍ରାଇଭର କୁହେ, ଏ ଟୋକା ବାଇକ୍ ରଖ, ତୋତେ କହୁଛି ବା ବାଇକ୍ ରଖ। ତୋତେ କ'ଣ ଶୁଣାଯାଉ ନାହିଁ? ଗାଡ଼ି ରଖ ଯଦି ତୋର ବଞ୍ଚିବା ପାଇଁ ଇଚ୍ଛା ଅଛି। ଏ ଟୋକା ତୋତେ କହୁଛି ନା ଗାଡ଼ି ରଖ, ତୋତେ କ'ଣ ମୋ କଥା ଶୁଣାଯାଉନି? ଟ୍ରକ୍ ଡ୍ରାଇଭର ଭାବିବାକୁ ଲାଗେ, ହେ ଭଗବାନ, ସେ ପିଲା ତ ପୁରା ସେ ଡାହାଣୀର ଅକ୍ତିଆରରେ ଅଛି। ସେ ଡାହାଣୀ ତା ମାୟା ଜାଲରେ ସେ ପିଲାକୁ ବାନ୍ଧି ଦେଇଛି ଆଉ ତା ବେକକୁ କାମୁଡ଼ି ରକ୍ତ ମାଂସ ଖାଇଗଲାଣି। ଆଉ ଯଦି କିଛି ସମୟ ରହିବ ସେ ପିଲାର ପୁରା ଶରୀରକୁ ଖାଇଯିବ ସେ। ମୋତେ କିଛି କରିବା ପାଇଁ ହେବ। ହଁ, ଏଇଟା ଠିକ୍ ହେବ। ମୁଁ ସବୁଦିନ ଏ ରାସ୍ତାରେ ଯାଉଛି ଆଉ ମୋ ସୁରକ୍ଷା ପାଇଁ ମୋ ପାଖରେ ଶକ୍ତିଶାଳୀ ହାତୁଡ଼ି ଅଛି, ଯାହା ମୋତେ ଗୋଟିଏ ତାନ୍ତ୍ରିକ ଦେଇଛି। ମୁଁ ଏ ହାତୁଡ଼ି ନେଇଯିବି। ହେଲେ ସେ ପିଲା ତ ସେ ଡାହାଣୀର ଅକ୍ତିଆରରେ ଅଛି। ତାକୁ ସେ ଡାହାଣୀ ଗୋଟିଏ ଝିଅ ଭଳି ଲାଗିବ। ସେ ମୋ କଥା ଶୁଣିବ ନାହିଁ କି ମୋ ସହିତ ଆସିବ ନାହିଁ। ମୋତେ ଏ ହାତୁଡ଼ିରେ ତାକୁ ଆକ୍ରମଣ କରିବାର ଅଛି। ଏ ହାତୁଡ଼ିର ଚୋଟ ବାଜିଲା ପରେ ସେ ଡାହାଣୀ ଆଉ ସେ ପିଲାକୁ ଛୁଇଁ ପାରିବ ନାହିଁ। ମୋତେ ଯିବାକୁ ହେବ ସେଠାକୁ। ସେ ଟ୍ରକ୍ ଡ୍ରାଇଭର ତୁଷାର ବାଇକ୍ ସାମ୍ନାକୁ ଯାଇ ଗାଡ଼ି ରଖିଦିଏ ଆଉ ହାତୁଡ଼ି ଧରି ତୁଷାରର ସାମ୍ନାକୁ ଯାଏ। ତୁଷାର କହେ, କିଏ ଭାଇ, ତୁମେ ମୋ ଆଡ଼କୁ କ'ଣ ପାଇଁ ଆସୁଛ? ମୁଁ କୌଣସି ଧନୀ ଲୋକ ନୁହେଁ। ମୋ ପାଖରେ କିଛି ନାହିଁ ତୁମକୁ ଦେବା ପାଇଁ। ଆମକୁ ଯିବାକୁ ଦିଅ ଦୟାକରି। ଏହି ସମୟରେ ଟ୍ରକ୍ ଡ୍ରାଇଭର କହେ, ତୋତେ ସେତେବେଳୁ ଗାଡ଼ି ଅଟକାଇବା ପାଇଁ କହୁଛି, ତୁ କ'ଣ ପାଇଁ ଶୁଣୁନୁ? ତୁ କ'ଣ ପାଇଁ ସେ ଝିଅକୁ ତୋ ସହିତ ନେଇ ଆସିଲୁ? ତୁ କିଛି ନ ଜାଣି ନ ଶୁଣି ଅଜଣା ଝିଅକୁ ଆଣି ଠିକ୍ କଲୁ ନାହିଁ। ତାକୁ ଶୀଘ୍ର ନିଜ ଗାଡ଼ିରୁ ଓହ୍ଲାଇବା ପାଇଁ କୁହ। ତୁଷାର କହିଲା, ଏଇଟା କିଛି ଠିକ୍ କରୁନ ତୁମେ। ମୁଁ କିଛି ଖରାପ ଉଦ୍ଦେଶ୍ୟରେ ସେ ଝିଅକୁ ନେଇ ଯାଉନାହିଁ। ଜଣେ ଝିଅକୁ ହେଲ୍ପ କରିବା କ'ଣ ଭୁଲ କି? ମୁଁ ତାକୁ ଭଉଣୀ ଭାବି ବାଇକ୍ରେ ନେଇଯାଉଛି। ଆମକୁ ଯିବାକୁ ଦିଅ। ମୁଁ ତାକୁ ନେଇ ହସ୍ପିଟାଲରେ ଛାଡ଼ି ଦେଇ ମୋ ଘରକୁ ଚାଲିଯିବି। ଟ୍ରକ୍ ଡ୍ରାଇଭର କୁହେ, ତୁ ତାକୁ ହସ୍ପିଟାଲ ନେଇଯିବାକୁ ବସିଛୁ। ତାକୁ ଯଦି ତୁ ତୋ ବାଇକ୍ରେ ବସାଇ ନେବୁ, ତୁ ସିଧା ସ୍ୱର୍ଗ ଦ୍ୱାରକୁ ଯିବୁ। ଟ୍ରକ୍ ଡ୍ରାଇଭର କୁହେ, ତୁ ପଛକୁ ଦେଖ, କାହାକୁ ନେଇଯାଉଛୁ। ତୁଷାର କହେ, ମୋ ସହିତ ଯୁକ୍ତି କର ନାହିଁ, ମୋତେ ଯିବା ପାଇଁ ଦିଅ। ମୁଁ ଏ ଭଉଣୀକୁ ହସ୍ପିଟାଲ ନେଇଯିବି। ଟ୍ରକ୍ ଡ୍ରାଇଭର କହେ, ତୁ ମୋ କଥା ଶୁଣିବୁ କି ନାହିଁ? ତୁଷାର କହେ, ନାହିଁ। ଟ୍ରକ୍ ଡ୍ରାଇଭର କହେ, ଶୁଣିବୁ ନା ନାହିଁ? ତୁଷାର ପୁଣି ମନା କରେ। ଟ୍ରକ୍ ଡ୍ରାଇଭର କହେ, ଲାଷ୍ଟ ଥର ପଚାରୁଛି, ଶୁଣିବୁ ନା ନାହିଁ? ତୁଷାର କହେ, ନା ନା, ଶୁଣିବି ନାହିଁ। ଟ୍ରକ୍ ଡ୍ରାଇଭର ତୁଷାରକୁ ହାତୁଡ଼ିରେ ଆକ୍ରମଣ କରିଦିଏ। ତୁଷାର ସେଇଠି ବେହୋସ ହୋଇଯିବା ପରେ ଟ୍ରକ୍ ଡ୍ରାଇଭର ନିଜ ଗାମୁଛାରେ
ତୁଷାର ମୁଣ୍ଡ ଆଉ କାନ୍ଧକୁ ଭଲ ଭାବରେ ବାନ୍ଧି ଦିଏ ଆଉ ତୁଷାରକୁ ନିଜ ସହିତ ନେଇଯିବା ପାଇଁ ଚେଷ୍ଟା କଲାବେଳେ ସେ ଡାହାଣୀ ଟ୍ରକ୍ ଡ୍ରାଇଭରକୁ ରୋକିବା ପାଇଁ ଚେଷ୍ଟା କରେ। ଡାହାଣୀ କହେ, ତୁ କ'ଣ ପାଇଁ ସେ ପିଲାକୁ ମାରି ତଳେ ପକାଇଦେଲୁ ଆଉ ମୋ ସେଇ କାର୍କୁ କ'ଣ କରିଦେଲୁ? ଟ୍ରକ୍ ଡ୍ରାଇଭର କୁହେ, ମୁଁ ମୋ କର୍ତ୍ତବ୍ୟ କରୁଛି, ମୋ ସାମ୍ନାରେ ମୁଁ କାହା ଜୀବନ ଯିବା ପାଇଁ ଦେବି ନାହିଁ। ଡାହାଣୀ କହେ, ତୁ ଦେଖ, ତୁ ଯାହାକୁ ବଞ୍ଚେଇଲୁ ମୁଁ ଏବେ ତୋରି ସାମ୍ନାରେ ତାକୁ ଟିକ୍ ଟିକ୍ କରି ତା ମାଂସ ଖାଇଯିବି ଆଉ ତା ରକ୍ତ ପିଇବି ଆଉ ତାପରେ ତତେ ଖାଇବି। ଟ୍ରକ୍ ଡ୍ରାଇଭର କହେ, ମୁଁ ଥାଉ ଥାଉ ତୁ ତାକୁ କେମିତି ମାରିବୁ ମୁଁ ବି ଦେଖିବି। ମାରିକି ଦେଖା ସେ ପିଲାକୁ। ତୁ ମୋତେ କ'ଣ ବୋଲି ଭାବିଛୁ? ମୁଁ ଗୋଟିଏ ଦୁର୍ବଳ ମଣିଷ? ମୁଁ ସେୟା ନୁହେଁ। ତୋ ଭଳି ଡାହାଣୀକୁ ମୁଁ ଡରେ ନାହିଁ। ଡାହାଣୀ କହିଲା, ମୁଁ ଦେଖୁଛି ତୁ ମୋତେ ଡରୁନୁ। ତୋ ଭଳି ହଜାର ହଜାର ଲୋକଙ୍କୁ ମୋ ଦାନ୍ତରେ କାମୁଡ଼ି ଖାଇ ଦେଇଛି। ଟ୍ରକ୍ ଡ୍ରାଇଭର ଏହି ସମୟରେ କୁହେ, ମୁଁ ତାଙ୍କ ଭଳି ଦୁର୍ବଳ ହୃଦୟର ମଣିଷ ନୁହେଁ। ମୋତେ ଯିବା ପାଇଁ ଦେ। ମୋତେ ଏ ପିଲାକୁ ହସ୍ପିଟାଲ ନେଇଯିବାର ହେବ। ଡାହାଣୀ ଏହି ସମୟରେ ନିଜ ମୁହଁରୁ ଶାଢ଼ୀ ବାହାର କରିଦିଏ। ସେ ଡାହାଣୀର ପୁରା ମୁହଁ ପୋଡ଼ି ଯାଇଥାଏ। ବଡ଼ ବଡ଼ ଆଖି ବାହାରକୁ ବାହାରି ଯାଇଥାଏ। ଆଖିରେ କଳା ଡୋଳା ନାହିଁ, ଖାଲି ଧଳା ଡୋଳା। ବଡ଼ ବଡ଼ ଦାନ୍ତ, ଜିଭ ଗୋଟିଏ ହାତ ଲମ୍ବା। ହାତ ଗୋଡ଼ରେ ମାଂସ ନାହିଁ, ଖାଲି ହାଡ଼। ପାଟିରୁ ରକ୍ତ ବାହାରି ଯାଉଛି, କାରଣ ସେ ତୁଷାରର କାନ୍ଧକୁ କାମୁଡ଼ି ଖାଉଥିଲା। ତାର ଲମ୍ବା କେଶ ଆସି ତଳେ ପଡ଼ିଛି। ଗୋଡ଼ର ଆଙ୍ଗୁଠି ଗୁଡ଼ିକ ସବୁ ପଥର ଭଳି ଦେଖାଯାଉଛି। ଆଖି ନିଆଁ ଭଳି ଜଳୁଛି। ଯେ କେହି ଦେଖିଲେ ବି ଡରିଯିବ। ଡାହାଣୀ ଏହି ସମୟରେ କୁହେ, ଏବେ କହ, ମୋ ରୂପ ଦେଖି ତତେ ଡର ଲାଗୁଛି କି ନାହିଁ? ଏ ରୂପ ଦେଖିଲେ ଲୋକ ମରିଯିବେ ଆଉ ମଲା ଶରୀରକୁ ମୁଁ ଖାଏ ନାହିଁ। ସେଥିପାଇଁ ସବୁବେଳେ ଏ ଶାଢ଼ୀରେ ମୋ ମୁହଁକୁ ଲୁଚାଇ ରଖେ ଆଉ ପୁରୁଷମାନଙ୍କ ଗାଡ଼ି ପଛରେ ବସି ତାଙ୍କ ଶରୀରକୁ ଖାଇଯାଏ ଆଉ ରକ୍ତ ପିଇଦିଏ। ଟ୍ରକ୍ ଡ୍ରାଇଭର କହେ, ତୁ ମୋତେ ଅନ୍ୟମାନଙ୍କ ଭଳି ଭାବ ନାହିଁ। ମୁଁ ସେ ଲୋକମାନଙ୍କ ଭଳି ଡରୁଆ ନୁହେଁ। ତୋ ଭଳି ବହୁତ ଡାହାଣୀ ମୁଁ ଦେଖିଛି। ମୋତେ ଯିବା ପାଇଁ ଦେ। ଲେଟ୍ ହୋଇଗଲେ ସେ ପିଲାର ଜୀବନ ଚାଲି ଯାଇପାରେ। ଯାହାକୁ ବଞ୍ଚିବା ପାଇଁ ତୋ ସହିତ ମୁଁ ଲଢ଼େଇ କରିବା ପାଇଁ ଆସିଛି, ତାହାର ଯଦି କିଛି ହୋଇଯିବ ମୋ ପାଇଁ ମୁଁ ନିଜକୁ କ୍ଷମା କରିପାରିବି ନାହିଁ। ଡାହାଣୀ କହେ, ତୁ ତାହେଲେ ମୋତେ ଦେଖି ଡରୁନୁ? ମୋ ଭୟଙ୍କର ରୂପର କିଛି ପ୍ରଭାବ ପଡ଼ିଲା ନାହିଁ ତୋ ଉପରେ? ଟ୍ରକ୍ ଡ୍ରାଇଭର କହେ, ନା, ତୋତେ ମୁଁ ଡରୁ ନାହିଁ। ତୋ ରୂପର ମୋ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। ଆଉ ମୋତେ ଯିବା ପାଇଁ ଦେ, ତୋତେ କହିଦେଉଛି। ଡାହାଣୀ କହେ, ତୁ ମୋତେ ଡରୁନୁ? ତୁ କହୁଛୁ ଆକୁ ବଞ୍ଚାଇ ଦେବୁ ବୋଲି। ତୋ ସାମ୍ନାରେ ତାକୁ ଏବେ ଚୋବେଇ ଚୋବେଇ ଖାଇବେ। ଡାହାଣୀ ଯେତେବେଳେ ତୁଷାରକୁ ଖାଇବା ପାଇଁ ଯାଏ, ସେତେବେଳେ ତୁଷାର ବେହୋସ ହୋଇ ତଳେ ପଡ଼ିଥାଏ। ଡାହାଣୀ ତୁଷାରକୁ ଖାଇବା ପାଇଁ ଚେଷ୍ଟା କଲାବେଳେ ତୁଷାରକୁ ଛୁଇଁ ପାରେ ନାହିଁ। ଡାହାଣୀର ହାତ ଯୋଡ଼ିଯାଏ। ଡାହାଣୀ କଷ୍ଟ ପାଇ ଜୋରରେ ଚିତ୍କାର କରିବାକୁ ଲାଗେ। ଏହି ସମୟରେ ଟ୍ରକ୍ ଡ୍ରାଇଭର କୁହେ, କ'ଣ ହେଲା ଡାହାଣୀ? ତୋ ହାତ କ'ଣ ପାଇଁ ଜଳିଗଲା ଆଉ କ'ଣ ପାଇଁ ଏତେ କଷ୍ଟ ହେଉଛି? କ'ଣ ହେଲା? ଏମିତି ଦେଖୁଛୁ କ'ଣ? କହ, କଷ୍ଟ ହେଉଛି ନା ତୋତେ? ଡାହାଣୀ କହିଲା, ତୁ କିଏ? କହ, ତୁ କିଏ? ମୋ ସହିତ ତୋର ଦୁଶ୍ମନୀ କ'ଣ? ଟ୍ରକ୍ ଡ୍ରାଇଭର କହେ, ମୁଁ ଜଣେ ସାଧାରଣ ଟ୍ରକ୍ ଡ୍ରାଇଭର। ଇଏ ମୋ ବେପାର। ସାଧାରଣ ମଣିଷ ମୁଁ। ଏଇଟା ମୋ ପରିଚୟ। ଡାହାଣୀ କହେ, ପିଲା ଉପରେ କ'ଣ ଯାଦୁ କରିଲୁ? ତାକୁ ଛୁଇଁବା ପରେ ମୋ ହାତ ଜଳିଗଲା। ସତ କହ, ତୁ କିଏ? ଏହି ସମୟରେ ଡ୍ରାଇଭର କହେ, ମୁଁ କୌଣସି ତାନ୍ତ୍ରିକ ନୁହେଁ, ହେଲେ ମୁଁ ତୋତେ ବହୁତ ଭଲ ଭାବରେ ଜାଣିଛି। ତୁ ଗୋଟିଏ ଡାହାଣୀ। ତୁ ଅନେକ ପୁରୁଷମାନଙ୍କୁ ମାରି ରକ୍ତ ପିଇ ଦେଇଛୁ, ତାଙ୍କ ମାଂସ ଖାଇ ଦେଇଛୁ। ମୋ ଜଣେ ସାଙ୍ଗକୁ ମୋ ଆଖି ସାମ୍ନାରେ ତୁ ମାରି ଖାଇଛୁ 10 ବର୍ଷ ପୂର୍ବରୁ। ସେହି ଦିନରୁ ତୋ ଉପରେ ମୋ ରାଗ ଥିଲା ଆଉ ଆଜି ମୁଁ ସେସବୁ ସୁଝେଇ ଦେବି। ଏଇଟା ଗୋଟିଏ ଶକ୍ତିଶାଳୀ ହାତୁଡ଼ି ମୁଁ ଜଣେ ତାନ୍ତ୍ରିକ ଠାରୁ ନେଇ ଆସିଛି ଆଉ ମୁଁ ଜାଣିଛି ସେ ପିଲା ଉପରେ ଏ ଶକ୍ତିଶାଳୀ ହାତୁଡ଼ିରେ ଆକ୍ରମଣ କରିଲେ ତୁ ଯେମିତି ତାକୁ ଛୁଇଁ ପାରିବୁ ନାହିଁ। ଏବେ ଦେଖ ମୁଁ ତୋର କ'ଣ କରୁଛି। ଟ୍ରକ୍ ଡ୍ରାଇଭର ସେ ହାତୁଡ଼ିରେ ସେ ଡାହାଣୀକୁ ଆକ୍ରମଣ କରିବା ପରେ ସେ ସେଇଠାରେ ପୋଡ଼ି ପାଉଁଶ ହୋଇଯାଏ। ତାପରେ ଟ୍ରକ୍ ଡ୍ରାଇଭର ତୁଷାରକୁ ଉଠାଇ ନିଜ ଟ୍ରକ୍ରେ ବସାଏ ଆଉ ତାକୁ ମେଡ଼ିକାଲକୁ ନେଇ ଆସେ।
ଆଉ ନିଜ ରକ୍ତ ଦେଇ ତା ଜୀବନ ରକ୍ଷା କରେ। ବର୍ତ୍ତମାନ ସମସ୍ତେ ଚୁପ୍ ହୋଇ ଟ୍ରକ୍ ଡ୍ରାଇଭର ଠାରୁ ସବୁ କଥା ଶୁଣୁଥିଲେ। ତୁଷାର କେମିତି ଗୋଟିଏ ଡାହାଣୀର ଶିକାର ହେଉ ହେଉ ବଞ୍ଚିଗଲା। ତୁଷାର ଯାଇ ସେ ଟ୍ରକ୍ ଡ୍ରାଇଭରର ଗୋଡ଼ ଧରି ପକାଇଲା। ଟ୍ରକ୍ ଡ୍ରାଇଭର କୁହେ, ଆରେ ତୁ ଏ କ'ଣ କରୁଛୁ? ମୋର କର୍ତ୍ତବ୍ୟ ଥିଲା, ଏମିତି ମୋ ଗୋଡ଼ ଧର ନାହିଁ। ତୁଷାର କୁହେ, ସେମିତି କହି ମୋତେ ଆଉ ଅପମାନ ଦିଅ ନାହିଁ। ଆଜି ମୁଁ ଆପଣଙ୍କ ପାଇଁ ନୂଆ ଜୀବନ ପାଇଲି। ମୋ ପରିବାର ମୋ ଉପରେ ଭରସା କରି ବଞ୍ଚୁଛନ୍ତି। ଆଜି ମୁଁ ଯଦି ମରିଯାଇଥାନ୍ତି, ମୋ ପରିବାର ବି ମୋ ସହିତ ମରିଯାଇଥାନ୍ତା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଟ୍ରକ୍ ଡ୍ରାଇଭର କୁହେ, ମୁଁ 10 ବର୍ଷ ଧରି ସେ ଡାହାଣୀକୁ ସବୁଦିନ ପାଇଁ ଶେଷ କରିବା ପାଇଁ ସୁଯୋଗ ଖୋଜୁଥିଲି, ଆଉ ସେଇଟା ମୋତେ ମିଳିଗଲା। ଏବେ ତୁ ଭଲରେ ରହ। ଆଜିଠୁ ତୁ ମୋ ସାନ ଭାଇ ଭଳି। ଯେତେବେଳେ ଦରକାର ହେବ ମୋତେ କହିବୁ, ମୁଁ ନିଶ୍ଚୟ ଆସିବି। ତେବେ ଏହି କାହାଣୀକୁ ମୁଁ ଏଠି ଶେଷ କରୁଛି। ଆଉ ଥରେ ଦେଖା ହେବା ଆଉ ଗୋଟିଏ ନୂଆ କାହାଣୀରେ।